ଗଞ୍ଜେଇଟା ଚିଲମରେ ଟଣାଯାଏ। ଗଞ୍ଜେଇଟା ବାରମ୍ବାର ଟାଣିଲେ ଚିଲମ ପଛପଟେ ଗୋଟେ ସରୁ କଣା ଥାଏ, ସେ ସରୁ କଣାଟି ବନ୍ଦ ହୋଇଯାଏ। ତେଣୁ ଯେଉଁମାନେ ଗଞ୍ଜେଇ ଟାଣନ୍ତି ସେମାନେ କ'ଣ କରନ୍ତି ନା ଗୋଟେ କାଠି ଭର୍ତ୍ତି କରିକିରି ସେ ପଛପଟ କଣାଟାକୁ ସଫା କରିଦିଅନ୍ତି। ସଫା କରିଦେଲେ ଆଉ ଥରେ ଟାଣିବାକୁ ଧୂଆଁ ସୁବିଧାରେ ଶରୀର ଭିତରକୁ ଯିବ। ତେଣୁ ଗଞ୍ଜେଇ ମାଦକ ଦ୍ରବ୍ୟ ଯେଉଁମାନେ ସେବନ କରନ୍ତି ଭକ୍ତି ମାର୍ଗରେ ସେମାନଙ୍କୁ ପ୍ରତିବନ୍ଧକ ସୃଷ୍ଟି ହୁଏ। ଆପଣ ଯଦି ପରିବାରରେ ଆପଣଙ୍କର ବାପା, ଗୋଛି ବାପା, ବଡ଼ ବାପା, ସାନ ବାପା ଏମାନେ ଯଦି ଟାଣୁଛନ୍ତି, ଅଭ୍ୟାସ କରୁଛନ୍ତି, ଆପଣଙ୍କ ପରିବାରରେ ପିଲାମାନେ ସେ ଜିନିଷକୁ ଅନୁକରଣ କରନ୍ତି। ନଚେତ୍ ସ୍ଥାନୀୟ ଅଞ୍ଚଳରେ ଯଦି କିଛି ଯୁବକ ଏକାଠି ବସିକିରି ଗଞ୍ଜେଇ ଟାଣୁଛନ୍ତି, ପରସ୍ପର ହାତକୁ ବଢ଼ାବଢ଼ି ହେଉଛନ୍ତି, ମଦ ପିଉଛନ୍ତି, ଗ୍ଲାସରେ ଗଡ଼େଇକିରି ପରସ୍ପର ହାତକୁ ବଢ଼ାବଢ଼ି ହେଉଛନ୍ତି, ଏଇ ଯେଉଁ ପ୍ରକାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କ ଉପରେ ତା'ର ପ୍ରଭାବ ପଡ଼େ। ଆପଣ ହୁଏତ ପିଲାମାନଙ୍କୁ ତାଗିଦ କରିଥାନ୍ତି ଯେ ଏସବୁ ହେଉଛି ଖରାପ ଜିନିଷ, ଏହାକୁ ତୁମେ ଅଭ୍ୟାସ କର ନାହିଁ। ଏହା କହିବା ଦ୍ୱାରା ପିଲାମାନଙ୍କ ଉପରେ ଏହାର ପ୍ରଭାବ କିଛି ବି ପଡ଼ିନଥାଏ। ପ୍ରଥମେ ଆପଣ କହିବା ଆଗରୁ, ପିଲାମାନଙ୍କୁ ଉପଦେଶ ଦେବା ଆଗରୁ ନିଜେ ସେସବୁ ଜିନିଷ ଖରାପ ଅଭ୍ୟାସକୁ ପ୍ରଥମେ ଆପଣ ତ୍ୟାଗ କରନ୍ତୁ। ଆପଣ ଯଦି ନିଜେ ତ୍ୟାଗ ନ କରିକିରି ପିଲାମାନଙ୍କୁ ଉପଦେଶ ଦେବେ, ପିଲାମାନଙ୍କର ଉପରେ ତା'ର ପ୍ରଭାବ କିଛି ବି ପଡ଼ିବ ନାହିଁ। କେବଳ ଆପଣ ନୁହନ୍ତି, ଆପଣଙ୍କ ଉପରେ ଆପଣଙ୍କର ବାପା ମା, ଆପଣଙ୍କର ନିରୀହ ଛୋଟ ଛୁଆ ଏବଂ ଆପଣଙ୍କ ଉପରେ ଆପଣଙ୍କର ସ୍ତ୍ରୀ, ପରିବାର ଆପଣଙ୍କର ନିର୍ଭର କରନ୍ତି। ଆପଣ ଯଦି ଏ ପ୍ରକାର ନିଶାଦ୍ରବ୍ୟରେ ବୁଡ଼ିକି ରହି ଅକାଳରେ ଆପଣଙ୍କର ଦୁର୍ମୂଲ୍ୟ ଜୀବନଟିକି ସାରିଦେବେ, ଆପଣ ତ ସଂସାରରୁ ଏକା ଯିବେନି, ତା ସହିତ ଆପଣଙ୍କ ପରିବାର ମଧ୍ୟ ବାରଦୁଆର ହେବେ, ଅନାଥ ହେଇଯିବେ। ବାପା ମା ଆଖିରୁ ଲୁହ ଝରେଇବେ, ସେମାନଙ୍କ ବେସାହାରା ହେଇଯିବେ। ତେଣୁ ଆପଣମାନେ ନିଶାଦ୍ରବ୍ୟ କରିବା ପୂର୍ବରୁ ଥରେ ବି ନିଜର ପରିବାର କଥା ଚିନ୍ତା କରନ୍ତୁ। ମୁଁ ସିନା ଚାଲିଯିବି, ମୁଁ ଚାଲିଗଲା ପରେ ମୋ ପରିବାର କ'ଣ ହେବ? ତେଣୁ ନିଜେ ସଚେତନ ହୁଅନ୍ତୁ, ପରିବେଶକୁ ଏବଂ ନିଜର ପରିବାରକୁ ଭଲ ଶିକ୍ଷା ଟିକେ ଦିଅନ୍ତୁ। ଆପଣମାନଙ୍କର ଦୁର୍ମୂଲ୍ୟ ଜୀବନ ଯିବା ଆଗରୁ ହୁଏତ ଆପଣ ରକ୍ଷା ପାଇଯାଇପାରନ୍ତି। ନିଶାଦ୍ରବ୍ୟଠାରୁ ଯେତେ ଦୂର ଆପଣ ଦୂରେଇକି ରହିବେ, ସେତେ ଦୂର ଆପଣଙ୍କ ପାଇଁ, ଆପଣଙ୍କ ପରିବାର ପାଇଁ, ଆମର ପରିବେଶ ପାଇଁ ବହୁତ ମଙ୍ଗଳ ହେବ। ନହେଲେ ଆପଣଙ୍କର ଦୁର୍ମୂଲ୍ୟ ଜୀବନଟି ଅକାଳରେ ଝରି ପଡ଼ିବ। ସେଥିପାଇଁ ଆପଣ ହିଁ କେବଳ ଦାୟୀ ରହିବେ। ଜୟ ଜଗନ୍ନାଥ।